ବସିଥିଲେ ସିଂହାସନରେ ଅପେକ୍ଷା କରିଥିଲେ। ସୁଦର୍ଶନ ମହାପ୍ରଭୁ ଯିବେ ଗୋଟି ପହଣ୍ଡିରେ ଯାଇ ସେଠି ପହଞ୍ଚିଲା ପରେ ତାଙ୍କର ପାଳି ପଡ଼ିବ। ତାଙ୍କର ଚିନ୍ତା ନାହିଁ, ସେ ଏଥିରେ ନିର୍ବିକାର। କେତେବେଳେ ତାଙ୍କୁ ନିଆଯିବ, କ'ଣ କରାଯିବ, ତାର ସମସ୍ତ କଥା ଚିନ୍ତା କରିଛି କାହ୍ନା। କାହ୍ନାର ଯୋଜନା ଅନୁସାରେ ସବୁ ଯିବେ। ଆଜି ପ୍ରଥମ ଯିବେ ମଦନ ମୋହନ ରାମକୃଷ୍ଣ ଆଗେ ଯିବେ। ଏମାନେ ଅବତାର ପୁରୁଷ, ଏମାନେ ପ୍ରତିନିଧି। ରାଜା ବସିଥିବେ ସିଂହାସନରେ, ରାଜା ଚିନ୍ତା କରୁଥିବେ। ପ୍ରତିନିଧି ମାନେ ସେମାନେ ଯିବେ। କି ପ୍ରକାର ପ୍ରତିନିଧି? ଏ ପ୍ରତିନିଧି ତାଙ୍କର ସ୍ୱୟଂ କଳେବରରୁ ବାହାରିବା ପ୍ରତିନିଧି। ରାମଙ୍କର ପ୍ରତିନିଧି ହେଇପାରିବେ ହନୁମାନ, ରାମଙ୍କର ପ୍ରତିନିଧି ହେଇପାରେ ଅଙ୍ଗଦ, ଏବଂ ସେମାନେ ବିଷ୍ଣୁ ଶକ୍ତିରେ, ବିଷ୍ଣୁ ଭାବନାରେ ସେମାନେ ଭାବିତ। ସେମାନେ ତାଙ୍କର ତେଜରେ ସେମାନେ ଦୀପ୍ତ। ତେଣୁ ସୁଦର୍ଶନ ଏବଂ ଜଗନ୍ନାଥ ବଳଭଦ୍ର ଏମାନଙ୍କ ମଧ୍ୟରେ ବାସ୍ତବରେ କୌଣସି ତଫାତ ନାହିଁ। କିନ୍ତୁ ବିଭିନ୍ନ ରୂପରେ, ବିଭିନ୍ନ ଢଙ୍ଗରେ ଭକ୍ତର ଆଗରେ ଆନନ୍ଦ ଦେବାରେ, ବିଭୂତି କରିବାରେ, ଲୀଳା ବିସ୍ତାର କରିବାରେ ଏଇଭଳି ବିଭିନ୍ନ ରୂପରେ ପ୍ରଭୁଙ୍କର ପହଣ୍ଡି ଯାତ୍ରା ହେଉଛି। ବଳଭଦ୍ରଙ୍କ ପହଣ୍ଡିରେ, ବଳଭଦ୍ରଙ୍କ ଯେତେବେଳେ ମୋ ପୂର୍ବରୁ ସୂର୍ଯ୍ୟନାରାୟଣ ଯୋଉ କହୁଥିଲେ କାଦମ୍ବରୀ ପାନ କରିଛନ୍ତି, ମୁଁ ଥରେ ଆପଣଙ୍କୁ କହିଥିଲି, ଆଜି ପ୍ରକୃତରେ ଚାହିଁଲି ପ୍ରଭୁଙ୍କ ଆଖିକୁ। ସତରେ କ'ଣ ପ୍ରଭୁ ତୁମେ କାଦମ୍ବରୀ ପାନ କରିଛ? କାଦମ୍ବରୀ ପାନ କରିବାର ଯୋଉ ଗୋଟା ଲକ୍ଷଣ, ସ୍ଥିର ହେଇଯିବା, ଗୋଟାଏ ଜାଗାରେ ପୁରାପୁରି ମନ ରହିଯିବା। ପ୍ରଭୁଙ୍କର ଆଖିକି ଚାହିଁଲି, ସେ ଆଖି ତ ଚକା ଆଖି ନୁହଁ, ସେ ଆଖି ହେଉଛି ଆମର ସାଧାରଣ ଆଖି ଭଳିଆ ଆଖି। ସେ ଯେ ଜୀବ ସ୍ୱରୂପ, ଆମରି ଭଳି କିଭଳି ଭାବରେ ସିଏ ଜୀବ ରୂପରେ ଆମର ମଧ୍ୟରେ, ଆମର ଶରୀରର ମନ୍ଦିର ଭିତରେ ବିରାଜମାନ କରୁଛି। ବାଜୁଛି ଘଣ୍ଟୁଆ ମାନଙ୍କର ଯୋଉ ଘଣ୍ଟ, ମତ୍ତ ହୋଇ, ପ୍ରମତ୍ତ ହୋଇ, ଭୋଳ ହୋଇ ଭକ୍ତିରେ ବୁଡ଼ି ସେ ଘଣ୍ଟ ବାଜୁଛି। ସେ ଘଣ୍ଟର ଗୋଟେ ବିପୁଳ ସଙ୍ଗୀତ ଅଛି। ସେଇ ସଙ୍ଗୀତରେ ଭାବନାରେ ମହାନୃତ୍ୟକାରୀ ଶିବ ସ୍ୱରୂପ ତାଣ୍ଡବ ନୃତ୍ୟ କରିବା ଭଳି ମନ ହେଉଛି। ପ୍ରଭୁ ସେଇଭଳି ଭାବରେ ହଲୁଥିଲେ ମୁଁ ଦେଖୁଥିଲି। ଆଖିକୁ ଚାହିଁଲି ଯେ ପ୍ରକୃତରେ ନିଶ୍ଚିନ୍ତ ଲକ୍ଷଣ ମତେ ଦିଶାଗଲା। ଦେଖିପାରିଲି ମୁଁ ଯେଭଳି ମହାନିଶ୍ଚିନ୍ତ, କୌଣସି ଚିନ୍ତା ନାହିଁ। କ'ଣ ଘଟୁଛି, କ'ଣ ସମସ୍ୟା, ଏଥିଲାଗି ବ୍ୟସ୍ତ ବିଚଳିତ ସେ ନୁହେଁ। ଯାହା କରିବାର କଥା ସେ କାହ୍ନା କରିବ, ଯାହା ଯୋଜନା କରିବା କଥା ସିଏ କରିବେ। ତାର ଯୋଉ ଭକ୍ତ ସେମାନେ କ'ଣ କହୁଛନ୍ତି, ଇଏ ତାର କ'ଣ ସମାଧାନ ଆଣୁଛି, ମତେ ଯଦି ଦରକାର ହବ ମୁଁ ସାହାଯ୍ୟକୁ ଆସିବି। ଏଇଭଳି ଗୋଟିଏ ନିର୍ଲିପ୍ତ ନିଶ୍ଚିନ୍ତ ଭାବ ନେଇ ପ୍ରଭୁ ସିଂହାସନ ଉପରୁ ଓହ୍ଲେଇ ଆସିଲେ। ଆପଣମାନେ ଦେଖିପାରୁଛନ୍ତି ଯେ ଯଦିଓ ଏଇଠିକି ଦିଶୁନାହିଁ, ୟାର କିଛି ସମୟ ପୂର୍ବରୁ ଆପଣ ଦେଖିଥିଲେ ଟାହିଆଟା ଠିକ୍ ରଥର ଧାରରେ, ସେ ଯେତେବେଳେ ବିଜେ କରିବେ ସେଇ ରଥର ଧାରରେ ଟାହିଆଟା ଲାଗିବ। ଏ ଟାହିଆ ଉପରେ ଆପଣଙ୍କୁ ବହୁବାର ଆମେ ବକ୍ତୃତା ଦେଇଛୁ। ସେ ବିଷୟରେ କୋଉଠୁ ଆସିଲା, କିଏ ଦେଲା, ଏସବୁ କଥା କହିବାର ବ୍ୟସ୍ତ ନୁହେଁ। ଟାହିଆ କିନ୍ତୁ ଲାଗିଗଲା ପରେ ପ୍ରଭୁଙ୍କର ରୂପ କି ବଦଳି ଯାଉଛି, ରାଜରୂପ ହେଇଯାଉଛି। ଯୋଉ ଗୋଟାଏ ଶୋଭା ପାଉଥିଲା ବାହାରକୁ ଆସିଗଲା ବେଳେ, ଏ ଟାହିଆ ସେଇ ତାଙ୍କୁ ଅନନ୍ତ ରୂପ, ଯୋଉ ଅନନ୍ତ ଯେତେବେଳେ ସେ ପ୍ରଥମେ ବିଜେ କଲେ, ଏଇ ଯୋଉ ଅନନ୍ତ ସ୍ୱରୂପ ସେ ପ୍ରଭୁଙ୍କର ଦେହରୁ ବାହାରିଛି। ସର୍ପ ବିଷୟରେ ମୁଁ କେବେ ସର୍ପ ଛୁଇଁ ନାହିଁ, କିନ୍ତୁ ଲୋକେ କହନ୍ତି ଯେ ସର୍ପଠୁ ଭଳି ଶୀତଳ ଆଉ କେହି ନାହିଁ, ସର୍ପଠୁ ଭଳି ନରମ ନାହିଁ। ପ୍ରଭୁ ଶଯ୍ୟା, ଇଏ ହଉଛନ୍ତି ପ୍ରଭୁଙ୍କର ଶଯ୍ୟା ସ୍ୱରୂପ। ପ୍ରଭୁ ହଉଛନ୍ତି ସାଇତ ଏବଂ ସେବାକାରିଣୀ ହେଲେ ମା ଲକ୍ଷ୍ମୀ, ଏବଂ ନୃତ୍ୟରେ ଆଖି ଆଗରେ ରହିଛନ୍ତି ଯୋଗମାୟା। ତେଣୁ ସେଇ ମହାସର୍ପ, ବିରାଟ ସର୍ପ, ଅନନ୍ତ ସର୍ପ, ବ୍ରହ୍ମାଣ୍ଡକୁ ମଥାରେ ଧାରଣ କରିଥିବା ସେଇ ବିପୁଳ ସର୍ପ, ସେ ସାଙ୍ଗେ ସାଙ୍ଗେ ବିଗ୍ରହ ଧାରଣ କରି ଓହ୍ଲେଇ ଆସନ୍ତି। କ'ଣ ଗୋଟିଏ ସ୍ତରର ଲୋକ ଯେତେବେଳେ ସେ ଶୀର୍ଷ ଦେଶରୁ ଆସନ୍ତି, ଯେତେ ଯେତେ ବର୍ଷ ଦେଶମାନଙ୍କୁ ପୁରାଣ ମାନଙ୍କରେ ବର୍ଣ୍ଣନା କରାଯାଇଛି ବର୍ଷ, ପ୍ରତି ବର୍ଷରୁ ବିଭିନ୍ନ ରୁଦ୍ର ଶରୀର, ମହାରୁଦ୍ର, ଅହିବୁଦ୍ଧ ଇତ୍ୟାଦି ଇତ୍ୟାଦି ଶିବଙ୍କର ବିଭିନ୍ନ ସ୍ୱରୂପ ଆସି ତାଙ୍କ ଦେହରେ ମିଶିଯାଅ। ସହସ୍ର ସହସ୍ର ତାଙ୍କର କାନ୍ତା, ତାଙ୍କର ଅର୍ଦ୍ଧମାତ୍ରା ଥିବା ସେଇଭଳି ତାଙ୍କର ସଖୀମାନେ, ତାଙ୍କର ଅର୍ଦ୍ଧାଙ୍ଗିନୀ ମାନେ ଆସି ସେଠାରେ ତାଙ୍କ ଦେହରେ ମିଶିଯାଆନ୍ତି। ବିପୁଳ କଳେବର ଧରି ଆସନ୍ତି ଶେଷ ଦୈବ, ଅଶେଷ ଶକ୍ତି ଧରି, ଅଶେଷ ଗୁଣ ସଂଗ୍ରହ କରି, ଅଶେଷ ଭାବନାରେ ମତ୍ତ ହୋଇ ପ୍ରଭୁ ବାହାରନ୍ତି ଏହି ବ୍ରହ୍ମାଣ୍ଡ ଭିତରେ ଲୀଳା କରିବା ପାଇଁ। ଶ୍ରୀକୃଷ୍ଣଙ୍କ ଲୀଳାର ଭୂମିକା ରୂପରେ, ଶ୍ରୀକୃଷ୍ଣଙ୍କ ଲୀଳାର ଏକ ବିସ୍ତାର ରୂପରେ ସେ ଆସିଯାଆନ୍ତି। ଆଜି ସେଇ ବଳଭଦ୍ରଙ୍କୁ ଆପଣ ଦେଖୁଛନ୍ତି,
जो बलभद्र लक्षण रूप से आज्ञाकारी होते बोली पुराण कहूँ किंतु ये होउचंती से विष्णु स्वरूप ये होउचंती नमो भगवते वासुदेवाय ये सही वासुदेव जे समस्त जीवरे वास करिसेंती ये सही शुक्लांबर धर विष्णु भगवान बहु रंग जो रंग रे सुभद्रा माँ आज विजय होती से रंग होउची सुवर्ण वर्णा धाय सुवर्ण वर्णा भंग तेणु से सुवर्ण वर्णा कबीर भाषा से हलदी मुही से पीत रंग विशिष्टा से माँ सी आसुची स्त्री स्वरूप हो से बलभद्र को आकर्षण कर रोहिणी गर्भरे रखी देइथला ये तो पुराण किंतु पुराण जो अहिर्बुद्ध संगीतार अनुसार ब्रह्म भगवान विभिन्न भाव में वैष्णव से वैष्णव धर्म बोली किसी नथिला ये हूँ भागवत धर्म तेणु भागवत धर्म अनुसार सुदर्शन एक विशिष्ट स्थान अच्छे किंतु जेते दूर मने हुए आपणकर घोषक मन करे जे जो चतुर्धा मूर्ति भितर सर्वशेष जोग होती सुदर्शन सुदर्शन परे आसिचंती प्रथमे आसिचंती वासुदेव स्वरूप कृष्ण स्वरूप से परम ब्रह्म स्वरूप भगवान श्रीकृष्ण तेणु से जगन्नाथ वासुदेव से प्रथमे आसिचंती वासुदेव देहरु कल्पना करा जायछि संकर्षण वासुदेव हेले एकदम दिग्विजय परपारी रे निराकार स्वरूप रे शून्य विग्रह रूपे अशेष शक्तिधर वासुदेव सर्वत्र से वास करती समस्त ठारे वास करती समस्त वस्त्र स्वरूप भवंती यही बस धातु यही विश्लेषण से वासुदेव है किंतु से वासुदेव को किए स्पर्श कर छुईब किए धरब किए कथबार्ता होती बड़ बाड़र आमर जे दैतापति हलधर महापात्र सांगे बंधुता हिसाब से रामचंद्र बाबू सांगे कथा हुए मझे मझे रथयात्रा अवकाश सी आनंद कहते कहले भाईना आमे केबे जाऊना से जगह पाखु आमे जाऊना से गले से बात शुणबनी मुझे बड़ आग्रह मुग्ध भाव देखिली सत कथा केड़े विश्वास कहूँ से शुणवा नहीं से छोट कथार न थाए आमे जहाँ पुओ दियो कन्या दियो चाकरी दियो ये सब कथा कहबार अभ्यस्त आमे कहू हेड ऑफ द डिपार्टमेंट को सब दरखास्त जाए किंतु जो विभाग जे मुख्य तापाक से फरवर्ड कर दिया जाए ये सब आपणकर आपत्ति अभियोग विचार पाई सब बड़े यही जे हलुचंती आज तांकरी पाखे आसी एठी नाहंती रेवती विषय प्रभु आंकर जो हुए न्यास जगन्नाथ न्यास प्रत्येक दिन पूजा ये जो पूजा ये तांत्रिक पूजा वैदिक पूजा ये सबूर मिसी किछि किछि बौद्ध संस्कृति रही सामान्य कथा आसी ये एक विराट मिश्रित समाहित समन्वय संस्कृतिर एक विपुल उत्सव एठारे संगठित होउछि तेणु तांकर पत्नी एठी रेवती कहांती किंतु आपण जिबे ए जो तोटा नाटा कंट्रे कहबटी चैतन्य महाप्रभु थे तोटा गोपीनाथ को चैतन्य महाप्रभु जाऊे यही पुरी रे अच्छा तोटा गोपीनाथ अच्छा कृष्ण बलराम रोहिणी मूर्ति अच्छी रोहिणी रूप अच्छी रुक्मिणी रूप अच्छी तेणु से कृष्ण बलराम रूप में पूजित जगन्नाथ बलभद्र किंतु कृष्ण बलराम नुहंती से भावना रे पूजा हुई ना एठी रोहिणी रूप नहीं ये रोहिणी पति पुणी रोहिणी पति नुहंती ये आज जे आसुचंती ये बड़बाड़ शांत ये जे आज हलुचंती बड़बाड़र मुख्य यांकर जो जीव नाकचणा यांकर जोटा नाकर सेटा नाकचणा नाटक नाकचणा आउ तांकर मुकुट तांकर फूलर जो अलंकार से जीव विमला ठाकुराणी बड़ विमला होचंती बड़बाड़ सामताणी किंतु विमला को पूरापूरी बड़बाड़ सामताणी बोली कही पारिबी नाही कहीं ना बड़बाड़ सामताणी जदि से पूरापूरी हो ये तार संपूर्ण रुद्र हो सी हो रुद्राणी विमला रुद्राणी खांटी नुहंती जो कथा पुराण रे अच्छी जे महादुर्गा व्यस्त रोहुथिले शिवंकर शिव टिके कैबल्य पाइके नाचुचंती एमिति नाचिले से नाच कहले ये की आनंद ये की नृत्य की मुग्धकर भाव कहले प्रभु ये आपण एभड़ी कहीं होचंती ना मु गोटे कैबल्य कणिका पाइछि की कथा
ଯୋଉ କଣିକା ଟିକେ ପାଇ ଆପଣ ଏମିତି ଉନ୍ମାଦ ଭଳିଆ ଏଭଳି ଆନନ୍ଦରେ ଏଭଳି ନୃତ୍ୟ କରୁଛନ୍ତି, ଏଇଭଳି ହଲୁଛନ୍ତି। ମୁଁ ଟିକେ ସେ କୈବଲ୍ୟ ପାଇବି ପ୍ରଭୁ, ମତେ ଆଜ୍ଞା ହଉ ମୁଁ ସେ କୈବଲ୍ୟ ପାଇବି। ତେଣୁ ସିଏ ଯଦିଓ ଦୁର୍ଗା, କିନ୍ତୁ ତାଙ୍କୁ ମଧ୍ୟ ଲକ୍ଷ୍ମୀ ରୂପା, ସରସ୍ୱତୀ ରୂପା କଳ୍ପନା କରାଯାଇଛି। ତେଣୁ ଏଠି ଗୋଟିଏ ଇଏ ରୁଦ୍ର ବୋଲି କୁହାଯାଇ ପାରିବନି, ବିଷ୍ଣୁ ବୋଲି କୁହାଯାଉନି। ପରମ ପୁରୁଷ ବିଭିନ୍ନ ରଙ୍ଗରେ ଇନ୍ଦ୍ରଧନୁ ସୁନ୍ଦର ହଲୁଛନ୍ତି, ପହଣ୍ଡି ହଉଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଆପଣ ମାନେ ଦେଖୁଛନ୍ତି ବଡ ଦାଣ୍ଡରୁ ବିଜେ ହେଇ ବଡ ଠାକୁର ଯାଉଛନ୍ତି ବଡ ଦେଉଳକୁ। ମହାପ୍ରଭୁଙ୍କର ଅପୂର୍ବ ଦର୍ଶନ ଆପଣ କରୁଛନ୍ତି। ସେପଟେ ଜଗନ୍ନାଥ ଏବଂ ଏପଟେ ବଳଭଦ୍ର, ପତିତ ପାବନ ଏବଂ ବଳଭଦ୍ରଙ୍କ ମଝିରେ ଆଜି ଆପଣ ଅପୂର୍ବ ଶୋଭା ଦର୍ଶନ କରୁଛନ୍ତି। ଶ୍ରୀମନ୍ଦିର ଗୁମ୍ଫା ଭିତରକୁ ଯାଉଛନ୍ତି ଏଇ ମହାପ୍ରଭୁ ଶ୍ରୀ ବଳଦେବ ଠାକୁର। ମହାପ୍ରଭୁଙ୍କର ମସ୍ତକରେ ଶୋଭାମାନ କରୁଛି ଶ୍ରୀ କିରୀଟି ଏବଂ ମହାପ୍ରଭୁଙ୍କର ଉପରେ ଟାହିଆ। ଏ ଯୋଉ ଟାହିଆ, ଏ ଅପୂର୍ବ ଟାହିଆ ଦୋଳାୟମାନ ହେଇ ଏ ସମସ୍ତ ଜଗତକୁ ଦର୍ଶନ ଦେଇ ମହାପ୍ରଭୁ କେତେବେଳେ ଝୁଲୁଛନ୍ତି, କେତେବେଳେ ଆଉଜି ପଡୁଛନ୍ତି, କେତେବେଳେ ତାଙ୍କର ନିଜ ଭକ୍ତମାନଙ୍କ ଗହଣରେ ଟିକେ ରେଷ୍ଟ ନେଉଛନ୍ତି ଏବଂ ଧୀରମନ୍ଥର ଗତିରେ 22 ପାହାଚକୁ ଉଠିବାର ଉପକ୍ରମ ଆରମ୍ଭ କରୁଛନ୍ତି। ଆପଣମାନେ ଦେଖୁଛନ୍ତି ଇଏ ଆଉ କେହି ନୁହଁ, ଇଏ ହଉଛନ୍ତି ସେଇ ମହାପ୍ରଭୁ ଜଗନ୍ନାଥଙ୍କର, ଇଏ ହଉଛନ୍ତି ନିଜେ ଶଯ୍ୟା। ତେଣୁ ଆପଣ ବର୍ଣ୍ଣନା ପ୍ରସଙ୍ଗରେ ଦେଖିବେ, ଯେତେବେଳେ କୁହାଗଲା ଫଣାମଣି କଣାକାର କ୍ଷିତି ମଣ୍ଡଳ ଧାରିଣେ ନମଃ କାଳାଗ୍ନି ରୁଦ୍ରାୟ ମହାରୁଦ୍ରାୟ ତେ ନମଃ। ସ୍କନ୍ଦ ପୁରାଣରେ ବର୍ଣ୍ଣନା ହେଲା, କହିଲେ ଇଏ କିଏ? ଇଏ ହଉଛନ୍ତି କାଳାଗ୍ନି ରୁଦ୍ରାୟ ମହାରୁଦ୍ରାୟ ତେ ନମଃ। ଇଏ ମହାରୁଦ୍ର ମହାରୁଦ୍ର ମହାରୁଦ୍ର। ତେଣୁ ଆଜି ମହାପ୍ରଭୁଙ୍କର ବିଜୟ ଯାତ୍ରା ହଉଛି। ଯେପର୍ଯ୍ୟନ୍ତ ମହାପ୍ରଭୁ ଛାଡିକିରି ଆସିଥିଲେ ଶ୍ରୀମନ୍ଦିର, ଖାଲି ଖାଲି ଲାଗୁଥିଲା ଶ୍ରୀମନ୍ଦିର, ମହାଲକ୍ଷ୍ମୀ ଏକୁଟିଆ ରହିଥିଲେ। ଆଜି ତ ଅପୂର୍ବ ଲାଗୁଛି ଯେ ବାସ୍ତବରେ ଦୀର୍ଘ 20 ବର୍ଷ ଭିତରେ ମୁଁ ଦେଖିନି এইভাবে ভাবে মহাপ্রভু এতে শীঘ্র পহন্ডি বিজয়ী শ্রীমন্দিরକୁ ଯିବା। ଆଜି ଯାହା ଘଟଣା ଘଟିଛି ବାସ୍ତବରେ ମହାପ୍ରଭୁଙ୍କର ଆଜି এই যে କିରୀଟ ଆପଣ ଦେଖୁଛନ୍ତି, ପୁଷ୍ପ କିରୀଟ, ফুলের বিমণ্ডিত কিরীট। আরে এমিতি কোউ ঠাকুর অছি এড়ে বড় কিরীটি, এড়ে বড় টাহিয়া মহাপ্রভুଙ୍କ মস্তকরে শোভা পাইবা। বিশ্বরে এমিতি কোউটি ঠাকুর নাই কি এমিতি টাহিয়া নাই। মহাপ্রভুଙ୍କର বিশাল টাহিয়া, হিয়া মানে হচ্ছে হৃদয়, তা মানে কিন্তু টাঙ্কুরি উঠিব, ইয়াকু দেখিলা মানে হৃদয় টাঙ্কুরি উঠিব। এইভଳି ଯୋଉ টাহিয়া মহাপ্রভু বিরাজমান করুଛନ୍ତି। ନୀଳ ଶୈଳ ନିକଟନେ ନିକେତନମ୍ ନନ୍ଦ ନନ୍ଦନ ପଦାବ୍ଜ ସେବିତମ୍। ମହାପ୍ରଭୁ ନିଜେ ହଉଛନ୍ତି ସାଇତ ପ୍ରଭୁ, ଇଏ ହଉଛନ୍ତି ଶଯ୍ୟା। ତେଣୁ ମହାପ୍ରଭୁ ଇଏ ହଉଛନ୍ତି ମହାରୁଦ୍ରାୟତେ ନମଃ ପ୍ରପନ୍ନ ମୃତ୍ୟୁ ନାଶାୟ ସହଜାନନ୍ଦ ରୂପିଣେ। ଇଏ ସେ ଆନନ୍ଦ ରୂପୀ, ଇଏ ହଉଛନ୍ତି ବଳରାମ, ଇଏ ସମସ୍ତଙ୍କ ବଳମାନ ଭିତରେ ମହାବଳୀ। ଇଏ ହଉଛନ୍ତି ହଳି, ଇଏ ହଉଛନ୍ତି ମହାବଳୀ, ଇଏ ହଉଛନ୍ତି ସେ ଶ୍ରୀମନ୍ଦିରର ପ୍ରଥମ ଦେବତା, ଇଏ ହଉଛନ୍ତି ବଡ ବାଡର ଦେବତା, ଇଏ ହଉଛନ୍ତି ବଡ ଠାକୁର, ବଡ ଦେଉଳର ଇଏ ହଉଛନ୍ତି ବଡ ଠାକୁର। ଆଜି ବିରାଜମାନ କରୁଛନ୍ତି, ଧୀରେ ଧୀରେ ଗତି କରୁଛନ୍ତି। ଶ୍ରୀ ଗୁମୁଟ ଭିତରେ ମହାପ୍ରଭୁ 22 ପାହାଚ ଉଠିବା ପାଇଁ ଆରମ୍ଭ କରୁଛନ୍ତି। ଆପଣମାନେ ଦେଖୁଛନ୍ତି ଇଏ କିଏ? ଇଏ ହଉଛନ୍ତି ମହାବଳ ବଳ ଅବରଜ ଭଦ୍ରାଗ୍ରଜ ଗରୁଡାସନେ ସନକ ପୂଜ୍ୟ ଚତୁର୍ଭୁଜ। ତେଣୁ ମହାପ୍ରଭୁ ନିଜେ ହଉଛନ୍ତି ଗରୁଡାସନ ସହାରି। ଏ ନିରଦ ସୁନ୍ଦର ଦର ଦର ହତ ସମନ ମନରେ ଜାତ କରେ ମହାଖେଦ। ଏ ସମନ ମନରେ ମହାଖେଦ ଜାତ କଲା ବାଲା, ଯିଏ ଯାହାଙ୍କର ହଳାଗ୍ରରେ ସମଗ୍ର ପୃଥିବୀ କି ଯିଏ ତାଡି ଦେବାକୁ ବସିଥିଲେ, ଯିଏ ନିଜର ଭାଇ ବୋଉ ହେଲେ ମଧ୍ୟ ଶ୍ରୀ କାଳିନ୍ଦୀ ଯମୁନାକୁ ଯିଏ ତାଡି ଆଣିଥିଲେ, ଏବଂ ଯାହାର ଲଙ୍ଗଳ ମନରେ ଡରି ଦୁର୍ଯ୍ୟୋଧନ ଶିଷ୍ୟ ହେଲେ ବି ପ୍ରକମ୍ପିତ ହେଇଥିଲା, ହୃଦୟ ବିଦାରିତ ଡରି ଯାଇଥିଲା, ସେଇ ହଉଛନ୍ତି ଇଏ ବଳରାମ। ଯାହାକୁ କହୁଥିଲେ ମଦୀୟ ପଣ୍ଡିତ ଶ୍ରୀ ପରମ ପୂଜ୍ୟ ରଥ ଶର୍ମା ମହୋଦୟ କଣ କହିଲେ? କହିଲେ କାଦମ୍ବରୀ ପାନରତ, ଯେ କାଦମ୍ବରୀ ପାନ କରି ଆଜି ଅପୂର୍ବ ଢଙ୍ଗିରେ, ଅପୂର୍ବ ଢଙ୍ଗରେ, ଅପୂର୍ବ ରଙ୍ଗରେ ମହାପ୍ରଭୁ ସଜ୍ଜୀଭୂତ ହେଇ ଆଜି ଯାଉଛନ୍ତି। ନୀଳ କନ୍ଦର ଭିତରକୁ ପଶୁଛନ୍ତି, ଗୁମ୍ଫା ଭିତରକୁ ପଶୁଛନ୍ତି। ଗୋଟେ ଧଳା ହାତୀ ଏ ମନ୍ଦିର ଭିତରକୁ ପଶିଗଲା ପରି ଦୃଶ୍ୟମାନ ହଉଛନ୍ତି। ଆପଣମାନେ ଦେଖୁଛନ୍ତି ମହାପ୍ରଭୁଙ୍କୁ ଖୁସି କରିବା ପାଇଁ ଏଇ ଯୋଉ କଳା ପ୍ରଦର୍ଶନ କରୁଛନ୍ତି, ବିଭିନ୍ନ ପ୍ରକାରର ବନାଟି ବୁଲଉଛନ୍ତି। ଇଏ ଆମର ଓଡ଼ିଶାର, ଇଏ ଆମ ଶ୍ରୀକ୍ଷେତ୍ର ଏକ କଳା, ଯାହାକୁ ଇଏ ନିଶ୍ଚିତ ଭାବରେ ଶିକ୍ଷା କରି ଇଏ ଭଗବାନଙ୍କ ଆଗରେ ନିଜର କଳା ନୈପୁଣ୍ୟ ପ୍ରଦର୍ଶନ କରୁଛନ୍ତି। ଆପଣମାନେ ଦେଖୁଛନ୍ତି ମହାପ୍ରଭୁଙ୍କର ଯୋଉ ଘଣ୍ଟ ବାଜୁଛି, ଇଏ ଘଣ୍ଟ କଣ ସାଧାରଣ ଘଣ୍ଟ? ଇଏ ଘଣ୍ଟ ସେଇ ଘଣ୍ଟ ଯାହାକୁ ଲେଖିଛନ୍ତି ସୁଭଦ୍ରା ପରିଣୟରେ, ଯେତେ ଦୂରେ ଘଣ୍ଟ ନିନାଟ ଶୁଭେ ନଦରେ ନେଇ ପକାଇ ଅନୃତ ଦୁଷ୍କୃତ ଗଳେ ଗଳଥା ଦେଇ। ତ
ତେଣୁ ସୁମନା ମନରେ ଇଚ୍ଛନ୍ତି ଯାର ବେତ୍ରାଘାତକୁ ଗମନରେ ନରେ ତେଜନ୍ତି ସୁମ ସମନର ଭୟକୁ। ମହାପ୍ରଭୁଙ୍କର ଏଇ ଯୋଉ ଯାତ୍ରା ଏ ବାସ୍ତବରେ ନୀଳାଦ୍ରି ଯାତ୍ରା। ଛାଡିକିରି ଆସିଥିଲେ ମାସେ ହେଇଗଲାଣି, ତେଣୁ ନୀଳାଦ୍ରି ମହୋଦୟ ମହାପ୍ରଭୁ ସିଂହାସନ ଛାଡିଥିଲେ ମାସେ ହେଇଗଲାଣି, ତେଣୁ ସେଇ ମାସକର ଯୋଉ ସିଂହାସନ ଆଜି ତ୍ରିମୁଣ୍ଡି ଚାନ୍ଦୁଆ ବାନ୍ଧି ସନ୍ଥ ଶ୍ରୀ ବଡ ଓଡିଆ ମଠର ମହନ୍ତ ମଠାଧୀଶ ତାକୁ ଆଜି ସଜାଡିଛନ୍ତି ସନ୍ଥ ମାନଙ୍କ ଗହଣରେ। ଯୋଉଦିନ ପ୍ରତିଷ୍ଠା ହେଇଥିଲା ମନ୍ଦିର, ସେଇଦିନ ଭରଦ୍ୱାଜ ଋଷି ସେଠି ପ୍ରତିଷ୍ଠା କରିଥିଲେ। ସେଇ ଋଷି ପରମ୍ପରାର ପ୍ରତୀକ ସାଧୁ ସନ୍ଥ ମାନଙ୍କର ଯୋଉ ଉପସ୍ଥିତି ଆଜି ଆପଣମାନେ ଦେଖୁଛନ୍ତି ମହାପ୍ରଭୁଙ୍କର ସାମ୍ନାରେ। ବିବିଧ ମଠର ମଠାଧୀଶ ମାନେ ଆଜି ମହାପ୍ରଭୁଙ୍କର ଛତ୍ର ଚାମର ଇତ୍ୟାଦି କରୁଛନ୍ତି ଏବଂ ବଡଦାଣ୍ଡରେ ଆଜି ଅପେକ୍ଷା କରିଛନ୍ତି ଭଉଣୀ ଏବଂ ଭାଇ। ଆପଣମାନେ ଦେଖୁଛନ୍ତି ଗୁମୁଟ ଭିତରେ ଇଏ ହଉଛନ୍ତି ପତିତ ପାବନ। ଯିଏ ଆସେ ରଘୁପତି ରାଘବ ରାଜା ରାମ ପତିତ ପାବନ ସୀତାରାମ ସମସ୍ତଙ୍କୁ ଶୁଣେଇ ଦିଆଯାଏ। ଇଏ ସେଇ ଯୋଉମାନେ ଭିତରକୁ ଯାଇପାରିବେ ନାହିଁ, ଯୋଉମାନେ ବାହାରେ ରହି ଦର୍ଶନ କରିବେ, ସେ ୟାଙ୍କୁ ଦେଖିଲା ପରେ ଚତୁର୍ଦ୍ଧା ମୂର୍ତ୍ତିର ପରିଚୟ ଯିଏ ଦିଅନ୍ତି, ଯିଏ ସାକ୍ଷାତ ଚତୁର୍ଦ୍ଧା ମୂର୍ତ୍ତି ସ୍ୱରୂପ ସେ ପତିତ ପାବନ ମୂର୍ତ୍ତି ଆପଣମାନେ ଦେଖୁଛନ୍ତି। ସିଂହଦ୍ୱାର ବକ୍ଷ ଆଜି ଅନେକ ଭକ୍ତଜନ ମାନଙ୍କ ଗହଣରେ ସୁଶୋଭିତ ଏବଂ ଆଗକୁ ଆମେ ଦେଖିବା ଭଗବାନ ଶ୍ରୀପତି ଆସିବେ। ଶ୍ରୀପତି